नमस्कार बंधुगण। अपराजिता न अपराजिता अपराजिता अर्थात जीए केबे भी पराजित होई न थाए बा हारी न थाए। एहार अन्य एक नाम हेउची नीलकंठ, जहाँकि भगवान शिव शंकरंकर नाम अटे। एहा माता दुर्गति नासिनी दुर्गांकर मध्य एक नाम अटे। तेणु एही अपराजिता बा नीलकंठ फूलटी भगवान शिव एवं माता शक्तिंकर एक स्वरूप अटे। तेणु एहा अत्यंत गुणकारी एवं चमत्कारी मनुष्य मानकर दुख कष्ट दारिद्रता को दूर करिवार गुण एही अपराजिता मध्यरे विद्यमान होई रही अछि। बंधुगण, देखिबाकू गले एही अपराजिता फूलटी अत्यंत साधारण अटे। ଏହା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଯେଉଁଠାରେ ବି ଆପଣ ଖୋଜିବେ ଏହି ଫୁଲଟି ସବୁ ସ୍ଥାନରେ ଉପଲବ୍ଧ ଅଟେ ଏବଂ ପ୍ରାୟତଃ ସବୁ ଋତୁରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ। ଏହି ସାଧାରଣ ଦେଖାଯାଉଥିବା ଅପରାଜିତା ଫୁଲର କିଛି ପ୍ରୟୋଗ ଦ୍ୱାରା ମନୁଷ୍ୟର ଦୁଃଖ କଷ୍ଟ ଦୂର ହେବା ସହିତ ଧନ ସମ୍ପତ୍ତି ଓ ଐଶ୍ୱର୍ଯ୍ୟର ମଧ୍ୟ ସେ ଅଧିକାରୀ ହୋଇଥାଏ। ତେବେ ଏହି ଅପରାଜିତା ଫୁଲର ପ୍ରୟୋଗ କିପରି ଭାବରେ ଆପଣମାନେ କରିବେ, ଏହାର ପ୍ରୟୋଗ ଦ୍ୱାରା କ'ଣ ସବୁ ଫାଇଦା ହୋଇଥାଏ, ଏ ବିଷୟରେ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ ଜଣେଇବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ନିଶ୍ଚୟ ଦେଖନ୍ତୁ। ଏବଂ ତା ପୂର୍ବରୁ ଆପଣମାନେ ଯଦି ଏ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଏବଂ ଆପଣମାନେ ଯଦି ନୂଆ କରି ମୋ ଚ୍ୟାନେଲରେ ଆସିଛନ୍ତି, ତାହେଲେ ଆପଣମାନଙ୍କୁ ମୋର ବିନମ୍ର ଅନୁରୋଧ, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ କ୍ଲିକ୍ କରିବା ସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତେବେ ବନ୍ଧୁଗଣ, ଯଦି ଆପଣମାନେ ସବୁବେଳେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ଆର୍ଥିକ ସମସ୍ୟାକୁ ନେଇ ବିଚଳିତ ରହୁଛନ୍ତି, ତାହେଲେ ଅପରାଜିତା ଫୁଲର ଏହି ଉପାୟ କଲେ ଆପଣଙ୍କର ଦୁଃଖ ଦୁର୍ଦ୍ଦଶା ଏବଂ ଯାହା ବି କିଛି ସମସ୍ୟା ରହିଛି ତାହା ଦୂର ହେବା ସହ ଧନ ସୁଖ ସମୃଦ୍ଧିରେ ଚମତ୍କାର ଭାବରେ ବୃଦ୍ଧି ହେବାର ଆପଣମାନେ ନିଜେ ଅନୁଭବ କରିବେ। ବନ୍ଧୁଗଣ, ଏହି ଉପାୟଟି ସେମିତି ବହୁତ କଷ୍ଟକର ନୁହଁ ଯାହା ଆପଣମାନେ କରିପାରିବେ ନାହିଁ, କିନ୍ତୁ କେବଳ ଏତିକି ଧ୍ୟାନ ଦେବେ ଏହି ଉପାୟଟି କରିବା ସମୟରେ ଯେପରି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ, ତେବେ ଯାଇ ଏହାର ଚମତ୍କାରୀ ଫଳ ଆପଣମାନେ ପ୍ରାପ୍ତ କରିପାରିବେ। ବନ୍ଧୁଗଣ, ଆପଣମାନେ ତ ନିଶ୍ଚୟ ଏହି ଅପରାଜିତା ଫୁଲକୁ ଦେଖିଥିବେ, ଆପଣଙ୍କ ଘର ଆଖପାଖରେ ମଧ୍ୟ ଏହା ଥିବ। ଏହି ଅପରାଜିତା ଫୁଲକୁ ସଂସ୍କୃତରେ ବିଷ୍ଣୁକାନ୍ତା ଏବଂ ବିଷ୍ଣୁପ୍ରିୟା ମଧ୍ୟ କହିଥାନ୍ତି। ଏହି ଅପରାଜିତା କେବଳ ମହାଦେବଙ୍କର, ପାର୍ବତୀଙ୍କର, ଗଣେଶ କାର୍ତ୍ତିକଙ୍କର ପ୍ରିୟ ନୁହେଁ, ଏହା ହନୁମାନ ଶନିଦେବ ଏବଂ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଫୁଲ ଅଟେ। ତେଣୁ ଘରର ସୁଖ ଶାନ୍ତି ସମୃଦ୍ଧି ପାଇଁ, ଘରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଏହି ଉପାୟଟି ନିଶ୍ଚୟ ଥରେ କରିକି ଦେଖନ୍ତୁ। ଆପଣମାନେ ନିଜେ ହିଁ ଅନୁଭବ କରିବେ ଆପଣଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ହେବାକୁ ଲାଗିଛି। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ, ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂର କରାଇପାରିବେ ଏବଂ ଧନ ଆଗମନ କରାଇବେ। 1ରେ, ଆପଣଙ୍କ ଘର ଉପରେ ଯଦି କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ରହୁଛି ବା କେହି ବି ତନ୍ତ୍ର ମନ୍ତ୍ର କରୁଛି, ତାହା ଦୂର କରିବା ପାଇଁ ଏବଂ ଧନର ଆଗମନ କରିବା ପାଇଁ ଆପଣ କ'ଣ କରିବେ? ବନ୍ଧୁଗଣ, ଶନିବାର ଦିନ ରାତି ସମୟରେ ଅପରାଜିତା ଫୁଲର ମୂଳଟିଏ ତିଆରି କରି ମାଳଟିଏ ତିଆରି କରି ବନ୍ଧୁଗଣ ଶନିବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲର ମାଳଟିଏ ତିଆରି କରି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହାଦ୍ୱାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ଘରକୁ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ଏହି ମାଳଟିକୁ ଯଦି ଆପଣମାନେ ହନୁମାନଙ୍କୁ ଅର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି, ତାହେଲେ ଘରର ନଜର ଦୋଷ ଦୂର ହେବା ସହ ତନ୍ତ୍ର ମନ୍ତ୍ରର ପ୍ରଭାବକୁ ଏହା ନଷ୍ଟ କରିଦେଇଥାଏ।
ଏବଂ ତା ସହ ଧନର ମଧ୍ୟ ସମସ୍ତ ସମସ୍ୟାକୁ ଦୂର କରିଦେଇଥାଏ। ଏହା ହେଉଛି ପ୍ରଥମ ଉପାୟ। ଏବେ ଜାଣିବା ଦ୍ୱିତୀୟ ଉପାୟ ବିଷୟରେ। ଦ୍ୱିତୀୟ ଉପାୟଟି ହେଉଛି କରଜରୁ ମୁକ୍ତି ଓ ଧନ ପ୍ରାପ୍ତିର ଉପାୟ। ବନ୍ଧୁଗଣ, ମଙ୍ଗଳବାର ଦିନ ବା ଶନିବାର ଦିନ ରାତ୍ରି ସମୟରେ 5ଟି ଅପରାଜିତା ଫୁଲକୁ ତୋଳି କୌଣସି ବି ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ। ଆଜ୍ଞା, ଧ୍ୟାନ ଦେବେ, ଏହି କାର୍ଯ୍ୟ କରିବା ସମୟରେ କାହାକୁ କିଛି ବି କହିବେ ନାହିଁ କି କେହି ବି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କିଛି ବି କଥା ଆପଣ ହେବେ ନାହିଁ। ଏହି ନିୟମ ହେଉଛି 5ଟି ଅପରାଜିତା ଫୁଲର ଶନିବାର କିମ୍ବା ମଙ୍ଗଳବାର ଦିନ ପାଣିରେ ଭସେଇବେ ଏବଂ ନିଜର କେହି ବି ଇଷ୍ଟ ଦେବାଦେବୀ ଅଛନ୍ତି ଏବଂ ଆପଣଙ୍କର ଯଦି କେହି ବି ଇଷ୍ଟ ଦେବାଦେବୀ ଅଛନ୍ତି ବା ମା ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜର ଇଚ୍ଛା, ନିଜର ସମସ୍ୟାକୁ ମାଙ୍କ ପାଖରେ ଜଣାଇବେ, ଯାହାଦ୍ୱାରା କି ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟା, ସେ ଧନଗତ ସମସ୍ୟା ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ସମସ୍ୟା ହେଉ, ସବୁ କିଛି ଦୂର ହୋଇଯିବ ଏବଂ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଏହି ଉପାୟଟିକୁ 7ଟି ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବରେ କରନ୍ତୁ। ଦେଖିବେ ଏହାର ଲାଭ ଆପଣଙ୍କୁ ନିଶ୍ଚୟ ମିଳିବ। ଆଜ୍ଞା, 7ଟି ସପ୍ତାହ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବେ, ମଝିରେ ଛାଡ଼ିବେ ନାହିଁ। ଏହାଦ୍ୱାରା କେବଳ ଯେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ ତାହା ନୁହେଁ ଆଜ୍ଞା, ଧନ ଆଗମନର ବିଭିନ୍ନ ପ୍ରକାରର ମାର୍ଗ ମଧ୍ୟ ଖୋଲି ଯାଇଥାଏ। 3ରେ ଇଚ୍ଛା ମୁତାବକ ଚାକିରି ପାଇବା ପାଇଁ। 3ରେ ଇଚ୍ଛା ମୁତାବକ ଚାକିରି ପାଇବା ପାଇଁ। ବନ୍ଧୁଗଣ, ଆପଣ ଚାକିରିଟିଏ ପାଇବା ପାଇଁ ଯଦି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ତଥାପି କୌଣସି ବି କାରଣରୁ ଯଦି ଚାକିରିଟିଏ ହେଇପାରୁନାହିଁ ବା ହେଉନାହିଁ, ଅଳ୍ପକେ ଆପଣଙ୍କର ହୋଇପାରୁନାହିଁ, ତାହେଲେ ଆପଣମାନେ ପ୍ରତ୍ୟେକ ଦିନ ମା ଦୁର୍ଗାଙ୍କ ପାଖରେ ବା ମାତା ପାର୍ବତୀଙ୍କ ପାଖରେ 5ଟି କିମ୍ବା 7ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ। ସବୁବେଳେ ବେଜୋଡ଼ ସଂଖ୍ୟକ କରିବେ। ଆପଣ ଚାହିଁଲେ 3ଟି, 5ଟି, 7ଟି ବା 9ଟି ଏମିତି କରିପାରିବେ। ଦେଖିବେ ଆପଣଙ୍କର ଯାହା ବି ମନବାଞ୍ଛା ରହିଛି ତାହା ନିଶ୍ଚୟ ପୂରଣ ହେବ, କିନ୍ତୁ ଏହା ଆପଣଙ୍କୁ ନିୟମିତ ଭାବରେ କରିବାର ଅଛି। ଯେତେ ପର୍ଯ୍ୟନ୍ତ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ନ ହେଉଛି ସେତେ ପର୍ଯ୍ୟନ୍ତ ଆପଣମାନେ କରିବେ। ଯଦି ଆପଣମାନେ ପ୍ରତିଦିନ ଏହା କରିପାରୁନାହାନ୍ତି, ତାହେଲେ 21ଟି ମଙ୍ଗଳବାର ନିଶ୍ଚୟ କରନ୍ତୁ ଏବଂ ନବରାତ୍ରି ସମୟରେ 9 ଦିନ ଯାକ ମା ଦୁର୍ଗାଙ୍କୁ ଅପରାଜିତା ଫୁଲ ଅର୍ପଣ କରିବେ। ଦେଖିବେ ଆଜ୍ଞା, ମା ନିଶ୍ଚୟ ଆପଣଙ୍କର ସହାୟକ ହେବେ। ଆପଣଙ୍କର ଯାହା ବି ଇଚ୍ଛା ଅଛି, ମନସ୍କାମନା ଅଛି, ମା ନିଶ୍ଚୟ ପୂରଣ କରିବେ। ତାହା ଆପଣଙ୍କୁ ନିଶ୍ଚୟ ପ୍ରାପ୍ତି ହେବ। 4ଥରେ ଧନର ସମସ୍ୟା ଦୂର କରିବା ପାଇଁ ଏବଂ ଚାକିରି ପାଇଁ। ବନ୍ଧୁଗଣ, ପ୍ରତ୍ୟେକ ଶନିବାର ଦିନ କିଛି ଫୁଲ ନେଇ କିମ୍ବା ଅପରାଜିତା ଫୁଲକୁ ନେଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲ ମଧ୍ୟରୁ ମାତ୍ର ଗୋଟିଏ ଫୁଲକୁ ଆଣି ନିଜର ଆଲମିରାରେ ଚୁପଚାପ ଆଣି ରଖିଦିଅନ୍ତୁ। ଯେଉଁ ସ୍ଥାନରେ ଆପଣ ଟଙ୍କା ପଇସା ରଖୁଥିବେ ସେହି ସ୍ଥାନରେ ହିଁ ରଖିବେ। ଆପଣଙ୍କର ଧନଗତ ସମସ୍ୟା ନିଶ୍ଚୟ ଦୂର ହୋଇଯିବ ଏବଂ ସେହି ଫୁଲଟିକୁ ଆପଣମାନେ ନିଜର ପର୍ସରେ ବା ଭ୍ୟାନିଟି ବ୍ୟାଗରେ ମଧ୍ୟ ଆପଣ ରଖିପାରିବେ, ଯାହାଦ୍ୱାରା କି ଧନର ସମସ୍ୟା ଦୂର ହୋଇଥାଏ ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ସଫଳ ମିଳିଥାଏ। 5ମରେ ହେଉଛି ଧନ ପ୍ରାପ୍ତି ଏବଂ ବ୍ୟବସାୟରେ ଉନ୍ନତି କରିବା ପାଇଁ। ବନ୍ଧୁଗଣ, ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗରେ ଅପରାଜିତା ଫୁଲ ଚଢ଼ାଇବା ଦ୍ୱାରା, ବନ୍ଧୁଗଣ, ଆମର ହିନ୍ଦୁ ଧର୍ମ ଅନୁସାରେ ଭାଦ୍ରବ ମାସର ପୂର୍ଣ୍ଣିମା ତିଥି ଠାରୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ତେବେ ଆଜିର ଏହି ଭିଡ଼ିଓରେ ଧନ ପ୍ରାପ୍ତିର ଯୋଗ ଖୋଲି ଯାଇଥାଏ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବା ପାଇଁ ଅପରାଜିତା ଗଛ ମୂଳରେ ଧୂପ, ଦୀପ ଏବଂ କ୍ଷୀର ଦେଇ ପୂଜାଟିଏ କରନ୍ତୁ। ତାପରେ ଅପରାଜିତା ଗଛ ଚେରକୁ ଆଣନ୍ତୁ ଏବଂ ଗୋଟିଏ ନୀଳ ରଙ୍ଗର କପଡ଼ାରେ ଚେରଟିକୁ ବାନ୍ଧି ନିଜର ଦୋକାନ ବା ଆପଣ ଯେଉଁଠି ଆପଣଙ୍କର ବ୍ୟବସାୟ ବାଣିଜ୍ୟ କରୁଥିବେ ସେହି ସ୍ଥାନରେ
ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ବନ୍ଧୁଗଣ, ଏହା କରିବା ଦ୍ୱାରା ବ୍ୟବସାୟ ବାଣିଜ୍ୟରେ ନିଶ୍ଚୟ ଉନ୍ନତି ହେବ। ଶ୍ଵେତ ଅପରାଜିତା ବା ଧଳା ଅପରାଜିତା ମାତା ଲକ୍ଷ୍ମୀ ଏବଂ ଶ୍ରୀ ହରି ବିଷ୍ଣୁଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଫୁଲ ଅଟେ। ଏହି ଧଳା ଅପରାଜିତା ଫୁଲକୁ ପ୍ରତ୍ୟେକ ଦିନ ବା ଗୁରୁବାର ଦିନ ଆପଣମାନେ ମାତା ଲକ୍ଷ୍ମୀ ଏବଂ ନାରାୟଣଙ୍କୁ ଅର୍ପଣ କରନ୍ତୁ। ଦେଖିବେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ବିଶେଷ କୃପା ଆପଣମାନେ ପ୍ରାପ୍ତ କରିବେ। ବନ୍ଧୁଗଣ, ଆପଣଙ୍କ ଘର ପାଖରେ ଯଦି ଅପରାଜିତା ଫୁଲ ଅଛି ତାହେଲେ ଆପଣମାନେ ଥରୁଟିଏ ଏହି ଯେଉଁ ଉପାୟକୁ କହିଲି ଆପଣମାନେ ସେ ଉପାୟ ଥରୁଟିଏ କରିକି ଦେଖନ୍ତୁ। ଆପଣମାନେ ନିଜେ ହିଁ ଅନୁଭବ କରିବେ ଆଜ୍ଞା ଏହାର ଲାଭକୁ। ଆଶା କରୁଛି ବନ୍ଧୁମାନେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଜି ପାଇଁ ରହୁଛି, ନମସ୍କାର।